ବରାଳଙ୍କର ରମ୍ୟ ରଚନା ଜଗତେ ଥିବା ଯେତେ ଦିନ। ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। ବିଶ୍ୱକପ୍ କ୍ରିକେଟ। ଫାଇଲଟି ଧଡ଼ାସ କରି ବନ୍ଦ କରିଦେଇ ରାମବାବୁ ବଡ଼ବାବୁଙ୍କୁ କହିଲେ, ଆଜି କିଛି କାମ ହେଇପାରିବନି ଆଜ୍ଞା, ଆଜି ଇଣ୍ଡିଆର ଖେଳ ଅଛି। ବଡ଼ବାବୁ କହି ଆସୁଥିଲେ, ଫାଇଲଟା କିନ୍ତୁ ଅର୍ଜେଣ୍ଟ। ହେଲେ ରାମବାବୁ ଏମିତି ଅଜବ ଆଖିରେ ବଡ଼ବାବୁଙ୍କୁ ଚାହିଁଲେ ଯେମିତି ସେ ଚିଡ଼ିଆଖାନାର ପିଞ୍ଜରାରୁ ସଦ୍ୟ ବାହାରି ଏଠି ଆସି ବସିଛନ୍ତି। ଆଜି ଇଣ୍ଡିଆର ଖେଳ ଅଛି ଆଜ୍ଞା, ସେ ଖେଳ ଦେଖିବାଟି ଅର୍ଜେଣ୍ଟ କଥା ଆଜି କୌଣସି ଭାରତବାସୀର ଥାଇ ନପାରେ। ୟା ମୋ ଦେଶ କି ଇଜ୍ଜତ କା ସୱାଲ। ଦେଶର ଇଜ୍ଜତ ବଡ଼ ନା କାମ ବଡ଼? ନାକ ଟେକିଦେଲେ ରାମବାବୁ। ଇଦାନୀ ସେ ଅଫିସ ୟୁନିୟନର ଛୋଟକାଟିଆ କର୍ମକର୍ତ୍ତାଟିଏ ହେଇଛନ୍ତି। ଭାଷଣ ଦେବା ଟିକେ ଟିକେ ଅଭ୍ୟାସ ହେଲାଣି। ବଡ଼ବାବୁ କହିଲେ, କିନ୍ତୁ ରାମବାବୁ, ପୁଣି କିନ୍ତୁ? ବେଶୀ କିନ୍ତୁ ମିତୁ କଲେ ଆମେ ଷ୍ଟ୍ରାଇକ୍ କଲ୍ କରିବୁ। ଜଣେ ଭାରତୀୟଙ୍କୁ ଭାରତର ଖେଳ ଦେଖିବାରୁ ବଞ୍ଚିତ କରିବା ଇଏ ଆମ ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ଅଧିକାର ପ୍ରତି ଜୋତାମାଡ଼। ଏ ଅଧିକାର ଉପରେ ହସ୍ତକ୍ଷେପ ହମ ବରଦାସ୍ତ नहीं करेंगे। ଯଦି आप ऐसे करेंगे ତେବେ ନିଆଁ ଜଲେଗା, ନିଆଁ ଜଲେଗାରେ ନିଆଁ ଜଲେଗା। ସ୍ଲୋଗାନ ଦେଉ ଦେଉ ରାମବାବୁଙ୍କ ପ୍ରସ୍ଥାନ। ବଡ଼ବାବୁ ଥରେ ନାଲିଫିତାର ଦୃଢ଼ ଆଲିଙ୍ଗନରେ ଥିବା ଫାଇଲ ଆଡ଼କୁ ଚାହିଁଲେ, ଦୀର୍ଘଶ୍ୱାସଟିଏ ପକାଇଲେ। ତାପରେ ହାତ ବ୍ୟାଗରୁ ଛୋଟିଆ ଟ୍ରାଞ୍ଜିଷ୍ଟର ରେଡ଼ିଓଟି କାଢ଼ି କ୍ରିକେଟ ଧାରାବିବରଣୀ ଶୁଣିବାକୁ ଲାଗିଲେ। ସୀମାଦେବୀ ଡାଲିରେ ଛୁଙ୍କ ଦେଉ ଦେଉ ଜୋର ଗଳାରେ ପାଖ ଫ୍ଲାଟର ବାସନ୍ତୀ ଦେବୀଙ୍କୁ ଡାକିଲେ, ଆଲୋ ଏ ବାସନ୍ତୀ, କେତେ ରନ୍ ହେଲା ବା? ସେପଟୁ ଜବାବ ଆସିଲା, କେଜାଣି ସେ ରନ୍ ଫନ୍ ମୁଁ ବୁଝେ ନା। ଆଉ ସକାଳୁ ପହରୁ ଟିଭିଟା ଆଗରେ କ'ଣ ବସିଛୁ ବା? ରୋଷେଇପତ୍ର ନ କରି କ'ଣ ଦେଖୁଛୁ? ମଲା କେଡ଼େ ସୁନ୍ଦର ସୁନ୍ଦର ଟୋକାଗୁଡ଼ା କେମିତି ଧାଁ ଧପଡ଼ ହେଉଛନ୍ତି। ଇସ୍ ଗଲା ଗଲା ତ ଆଉ। ଆଲୋ କିଏ ଗଲା, କୁଆଡ଼େ ଗଲା? ସୀମାଦେବୀ ଡାଲିକୁ ସେମିତି ଚୁଲି ଦାୟିତ୍ୱରେ ଛାଡ଼ିଦେଇ ଧାଇଁଗଲେ କ'ଣ ଗଲା ଦେଖିବାକୁ, ଏବଂ ଗୁଡ଼ ଅଠାରେ ଜନ୍ଦା ଲାଖିଗଲା ଭଳି ସେଇଠି ହିଁ ଲାଖିଗଲେ। କୁମ୍ବଲେ ବୁଲିଂ କରୁଥାନ୍ତି। ବାସନ୍ତୀ ଦେବୀ କହିଲେ, ଇସ୍ ଦେଖିଲୁ, ଏତେ ବୟସ ହେଲାଣି ତଥାପି କି ହ୍ୟାଣ୍ଡସମ୍। ଆଉ ଆମ ସିଏ 40 ଧରିନାହାନ୍ତି, ବୁଢ଼ା ବୁଢ଼ୀ ଦିଶିଲେଣି। କୋଉ କୋଉ କୁମ୍ବଲେ ବଲରେ ଲାଗିଗଲା ଛକା। ଏମନ୍ତେ ଏମନ୍ତେ ଦୁଇ ବାନ୍ଧବୀ କ୍ରିକେଟ ପ୍ଲେୟାରମାନଙ୍କର ରୂପ ଲାବଣ୍ୟ ସହ ନିଜ ସ୍ୱାମୀମାନଙ୍କର ଚେହେରା ତୋଲିବାରେ ଲାଗିଲେ। ହୋସ୍ ଆସିଲା ପୋଡ଼ା ଗନ୍ଧରେ। ସୀମାଦେବୀ ରୋଷେଇ ଘରକୁ ଧାଇଁଗଲେ। ଡାଲି ପୋଡ଼ି ଅଙ୍ଗାର। ସେ କଡ଼େଇଟାକୁ ଓହ୍ଲାଇ ପାଣି ଢାଳିଦେଲେ। ତାପରେ ପୁଣି ବାସନ୍ତୀ ଦେବୀଙ୍କ ଘରେ ଆସି ପହଞ୍ଚିଗଲେ। ଦିନେ କ'ଣ ଡାଲି ନହେଲେ ଭାତ ଯିବନି? ରାମବାବୁ ଘରକୁ ଫେରିଲା ବେଳକୁ ବାସନ୍ତୀ ଦେବୀ, ସେ ରାମବାବୁଙ୍କର ଶ୍ରୀମତୀ, ଟିଭି ସ୍କ୍ରିନ୍ରେ ତନ୍ମୟ। ରାମବାବୁ କହିଲେ, ଖାଇବାକୁ ବାଢ଼ିଦେଲ, ଖାଉ ଖାଉ ଟିଭି ଦେଖିବି। ବାସନ୍ତୀ ଦେବୀ ଟିଭି ସ୍କ୍ରିନ୍ରୁ ଆଖି ନ ଫେରାଇ କହିଲେ, ଆଜି ରୋଷେଇ ବନ୍ଦ। କାହିଁକି? କାହିଁକି? ଦେଖୁନ ଆଜି ଭାରତର ଖେଳ ଚାଲିଛି। ତା ବୋଲି ରୋଷେଇ ବନ୍ଦ? ଅଲବତ ବନ୍ଦ, 1000 ବାର ବନ୍ଦ। ମୁଁ କ'ଣ ତୁମ ପୋଇଲି? ଆମର କ'ଣ ଇଚ୍ଛା ଅନିଚ୍ଛା ବୋଲି କିଛି ନାହିଁ? ଆମେ କ'ଣ ଇଣ୍ଡିଆନ ନୁହଁ? ଆଜି ଇଣ୍ଡିଆର ଖେଳ, ଶୋ ନା ରୋଷେଇ? ସହଜେ ରାମବାବୁ ଆବଶ୍ୟକତା ତୁଳନାରେ ଟିକେ ଅଧିକ ପତ୍ନୀ ଭକ୍ତ। ତାପରେ ଭାରତ ପ୍ରେମୀ ପତ୍ନୀକୁ ଭାରତର ଖେଳ ଚାଲିଥିବା ସମୟରେ ରୋଷେଇ ଭଳି ନିହାତି ନିକୁଛିଆ କାର୍ଯ୍ୟରେ କିଛି କହିବା ସେ ଉଚିତ ମନେ କଲେନି। ସୁତରାଂ ସେ 2 ଗ୍ଲାସ ପାଣି ପିଇ ଟିଭି ସାମ୍ନାରେ ବସିଗଲେ। ପାଖ ଘରୁ ରାମବାବୁଙ୍କ ବାପା ଯଦୁବାବୁ କାଶୁ କାଶୁ ବଡ଼ କାତର ଭାବରେ ଡାକିଲେ, ରାମ, ରାମରେ, ଏ ବୋହୂ। ରାମବାବୁ ଓ ବାସନ୍ତୀ ଦେବୀ ଟିଭି ସାମ୍ନାରେ ପଥର ମୂର୍ତ୍ତି। ବାହାରର କୌଣସି ଶବ୍ଦ ଶୁଭୁନି, କୌଣସି ଦୃଶ୍ୟ ଦିଶୁନି। ପୁଣି ଥରେ ଯଦୁବାବୁ ଡାକିଲେ। ଅସୁସ୍ଥ ଦେହରେ ଯେତେ ଜୋରରେ ସମ୍ଭବ ଡାକିଲେ, ରାମ, ରାମରେ। ଏଥର ରାମବାବୁ ଶୁଣିପାରିଲେ, କିନ୍ତୁ ଟିଭି ସାମ୍ନାରୁ ନ ଉଠି ସେଇଠୁ ଉତ୍ତର ଦେଲେ, କ'ଣ? ବାପାରେ, ମୋ ଦେହଟା କାହିଁକି ବ୍ୟସ୍ତ ଲାଗୁଛି, ଟିକେ ଡାକ୍ତର ଡାକି ଆଣିବୁ? ବିରକ୍ତିରେ ଭ୍ରୁ କୁଞ୍ଚନ କଲେ ରାମବାବୁ। ସେଇ ସମୟରେ ଖେଳ ବର୍ତ୍ତମାନ କ୍ଲାଇମାକ୍ସରେ, ଭାରତ ଜିତିବ କି ହାରିବ ସୂତାକ୍ଷିଅରେ ଝୁଲୁଛି। ଏଇ ସମୟରେ ସେ କହିଲେ, ଆଚ୍ଛା ଆଚ୍ଛା ଦେଖୁଛି, ଟିକେ ଚୁପଚାପ ହୋଇ ଶୋଇ ରୁହ, ଖେଳଟା ସରିଯାଉ। କିଛି ସମୟ ପର୍ଯ୍ୟନ୍ତ ଯଦୁବାବୁଙ୍କର ଆଉ ସ୍ୱର ଶବ୍ଦ ନାହିଁ। ଖେଳ ଆଉ 6 ଓଭର ବାକି। ଜିତିବା ପାଇଁ 36ଟି। Sample complete. Ready to continue?